ସକାଳର ଜଳଖିଆରେ ତରବରିଆ ଭାବରେ ଯଦି କିଛି ଆଇଟମ୍ ବନେଇବାକୁ ଚାହୁଁଥାନ୍ତି ଚୁଡ଼ାର, ତାହେଲେ ଚୁଡ଼ା ସନ୍ତୁଳା କିମ୍ବା ଚୁଡ଼ା ଉପମା ବଦଳରେ ମସଲା ଚୁଡ଼ା ଉପମା ବନାନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବା ସହିତ ତା ସହିତ ଆପଣଙ୍କର ଯେଉଁ ଚୁଡ଼ା ଉପମା ଯେତେବେଳେ ଆପଣ ବନାଉଛନ୍ତି ଆପଣଙ୍କର ଚୁଡ଼ାଟା ପରସ୍ପର ସହିତ ଲାଗିକି ରହିବା ବଦଳରେ ମାନେ ଡ୍ରାଏ ଟାଇପ୍ର ରହିବ ବା ଝୁଝୁରା ଟାଇପ୍ର ରହିବ। ତା ସହିତ ବହୁତ ସ୍ୱାଦିଷ୍ଟ ମଧ୍ୟ ଲାଗିବ। ଜୟ ଜଗନ୍ନାଥ ସାଙ୍ଗମାନେ, ରୋଜେଶ୍ୱରୀ କିଚେନ୍କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସେଥିପାଇଁ ପ୍ରଥମେ ମୁଁ ନେଇଛି ଏଠି 150 ଗ୍ରାମର ଚୁଡ଼ା। ଆପଣ ଚାହିଁଲେ ଚୁଡ଼ାର କ୍ୱାଣ୍ଟିଟି କମ୍ କିମ୍ବା ବେଶୀ କରିପାରିବେ। ଏବେ କ'ଣ କରିବା ନା, ଚୁଡ଼ାକୁ ଆମେ ହାଲକା ଭାଜିବା। ଗ୍ୟାସ୍ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବେ। ଚୁଡ଼ାକୁ ମାନେ ପୁରା କଡ଼ା ଭାଜିବେନି, ହାଲକା ଭାଜିବେ। ଏବେ ଆମେ କ'ଣ କରିବା ନା, ଗୋଟେ ବାଉଲ୍କୁ ତାକୁ ଟ୍ରାନ୍ସଫର୍ କରିନେବା, ଯେଉଁଥିରେ ପାଣି ଅଛି ତାକୁ 2ରୁ 3 ଥର ଧୋଇ ନେବା। ଯଦି ଆପଣ ଏଇ ପ୍ରୋସେସ୍ ଆପଣଉଛନ୍ତି ତାହେଲେ କ'ଣ ହେବ ନା, ଆପଣଙ୍କ ଚୁଡ଼ାଟା ଯେଉଁ ପରସ୍ପର ସହିତ ଲାଗିଥାଏ ସେଇଟା ଲାଗିବନି। ତା ସହିତ ଆପଣ ପ୍ରାୟ ଦେଖିଥିବେ ପ୍ରାୟ ଜଣେ ଜଣେ ଚୁଡ଼ା ଖାଇଲେ ତାଙ୍କର ଗ୍ୟାସ୍ ହେଇଯାଏ, ସେଇଟା ଗ୍ୟାସ୍ ମଧ୍ୟ ହେବନି ଯଦି ଆପଣ ଚୁଡ଼ା ଭାଜିକି ଖାଉଛନ୍ତି। ଏବେ ଆମେ ଛାଡ଼ିଦେବା କିଛି ସମୟ ପାଇଁ, ଯେମିତିକି ଆର ପାଣିଟା ମାନେ ନିଗିଡ଼ି ଯିବ, ଯେଉଁ ଏକ୍ସଟ୍ରା ପାଣି ଗୁଡ଼ା ଥିବ। ମିନିମମ୍ 5 ମିନିଟ୍ ୟାକୁ ଛାଡ଼ିଦେବା। ସେହି ଭିତରେ ଦେଖନ୍ତୁ ଏଠି ମୁଁ କିଛି ପରିବା ନେଇଛି, ଯେମିତି 4ରୁ 5ଟି ବିନ୍ସ ନେଇଛି, ଛୋଟ ଖଣ୍ଡେ ଗାଜର ନେଇଛି, ଗୋଟେ ଛୋଟ ସାଇଜ୍ର ଆଳୁ ନେଇଛି। ପ୍ରଥମେ ଆମେ ବିନ୍ସକି ଧୋଇକି ଛୋଟ ଛୋଟ ପିସ୍ରେ କାଟି ନେବା। ତା ସହିତ ଏଠି ମୁଁ ଫାଳେ ଗାଜରକୁ ମାନେ ଛୋଟ ସାଇଜ୍ର ଗାଜର ନେଇଛି, ସେଥିରୁ ଫାଳେ ଗାଜରକୁ ମୁଁ ଚୋପା ଛଡ଼େଇକି ଧୋଇକି ତାକୁ ଦେଖନ୍ତୁ ଏଇ ଟାଇପ୍ର ଛୋଟ ଛୋଟ ପିସ୍ରେ କାଟି ନେଉଛି। ତା ସହିତ ଯେଉଁ ଆଳୁ ନେଇଛି ତାକୁ ମଧ୍ୟ ଚୋପା ଛଡ଼େଇକି ଧୋଇକି ତାକୁ ମଧ୍ୟ ଟିକେ ବଡ଼ ବଡ଼ ସାଇଜ୍ରେ କାଟୁଛି, କାହିଁକି ନା ଚୁଡ଼ା ଉପମା ବନେଇଲା ବେଳେ ଆପଣ କ'ଣ କରିବେ ନା, ଆଳୁର ସାଇଜ୍ ଟିକେ ବଡ଼ ରଖିବେ, ଖାଇବା ପାଇଁ ବହୁତ ଭଲ ଲାଗିଥାଏ। ତା ସହିତ ଏଠି ମୁଁ ନେଇଛି ଗୋଟେ ଛୋଟ ସାଇଜ୍ର ଟମାଟୋ, ଯେଉଁଥିରେକି ତା ଟେଷ୍ଟ ବହୁତ ବଢ଼ିଆ ଆସିବ ଚୁଡ଼ା ଉପମାର। ଆକୁ ମଧ୍ୟ ଆମେ ଚପ୍ କରିନେବା। 2ଟି କଞ୍ଚା ଲଙ୍କା, ଲଙ୍କାକୁ ମୁଁ ମଝିରୁ 2 ଫାଳ କରି ନେଉଛି। ତା ସହିତ ଏଠି ମୁଁ ନେଉଛି 1 ଇଞ୍ଚର ଅଦା, ଅଦାକୁ ମଧ୍ୟ ଚୋପା ଛଡ଼େଇକି ଦେଖନ୍ତୁ ମୁଁ ଚପ୍ କରି ନେଉଛି। ଆପଣ ଚାହିଁଲେ ଗ୍ରେଟ୍ ମଧ୍ୟ କରିପାରିବେ। ଏବେ ଆମେ କ'ଣ କରିବା ନା, ଗୋଟେ କରେଇ ବସାଇବା। କରେଇରେ ନେବା 2ରୁ 3 ଚାମଚ ରିଫାଇନ୍ ତେଲ। ଯଦି ଆପଣ ପିଆଜ ରସୁଣରେ ବନାଉଥାନ୍ତି ତାହେଲେ ଆପଣ ସୋରିଷ ତେଲ ନେଇପାରିବେ। ଏଥିରେ ନେବା 1 ଶୁଖିଲା ଲଙ୍କା, ଲଙ୍କା ଟିକେ ହାଲକା ତାତିଲା ପରେ ଏଥିରେ ନେବା 1/2 ଚାମଚ ସୋରିଷ। ସୋରିଷକୁ ଭଲସେ ଫୁଟିବାକୁ ଦେବା। ଗ୍ୟାସ୍ ଫ୍ଲେମ୍କୁ ଟିକେ ଏଇ ସମୟରେ ହାଇ କରିନେବେ। ସୋରିଷଟା ବଢ଼ିଆ ଭାବରେ ଫୁଟିଲା ପରେ ଏବେ କ'ଣ କରିବା ନା, ଏଥିରେ ନେବା କଟା ହେଇଥିବା ଅଦା, ଭୃସଙ୍ଗା ପତ୍ର 8ରୁ 10ଟି ଭୃସଙ୍ଗା। ଅଦା ଟିକେ ହାଲକା ଲାଇଟ୍ ଗୋଲ୍ଡେନ୍ କଲର୍ ହେଇଗଲା ପରେ ଯେଉଁ ପରିବା ଆମେ କାଟିକି ରଖିଛି ତାକୁ ଆମେ ଆଡ଼୍ କରିବା। ଆଡ଼୍ କରିକି ଆକୁ ଆମେ ଗୋଳେଇ ନେବା। ଏବେ ଆମେ ଏଥିରେ ନେବା 1/2 ଚାମଚ ହଳଦୀ ପାଉଡ଼ର, 1/2 ଚାମଚ ଧନିଆ ପାଉଡ଼ର, 1/2 ଚାମଚ କରି ପାଉଡ଼ର। କରି ପାଉଡ଼ରଟା ଦେବେ, ଦେଖିବେ ବହୁତ ଟେଷ୍ଟି ଲାଗିବ, ଜମା ବି ସ୍କିପ୍ କରିବେନି। ତା ସହିତ ନେବା ସ୍ୱାଦ ଅନୁସାରେ ଲୁଣ, ଲୁଣ ପକାଇକି ଆକୁ ଆମେ ଭଲସେ ଗୋଳେଇ ନେବା। ଗୋଳେଇ ସାରିଲା ପରେ ଏଠି କ'ଣ କରୁଛି ନା, ମୁଁ ନେଇଛି 2ରୁ 3 ଚାମଚ ପାଣି। ପାଣିଟା ଦେଇଦେଲେ କ'ଣ ହେବ ନା, ମସଲାଟା ଆମର ବଢ଼ିଆ ସେ ପରିବା ସହିତ ସିଝିଯିବ, ଆଉ ତା ସହିତ ପରିବା ବି ଆମର ବଢ଼ିଆ ସେ ସିଝିଯିବ। 2ରୁ 3 ଚାମଚ ପାଣି ଦେଇକି ଗ୍ୟାସ୍ ଫ୍ଲେମ୍କୁ ଲୋ କରି ନେଇଛି। ଏବେ ଆମେ ଏଥିରେ ନେବା 1 ଚାମଚ ଚିନି। ଚିନିଟା ପକାଇବେ, ଦେଖିବେ ଚୁଡ଼ା ଉପମାର ଟେଷ୍ଟଟା ବହୁତ ବଢ଼ିଆ ଆସିବ। ଆକୁ ଆମେ ଲୋ ଫ୍ଲେମ୍ରେ 6ରୁ 7 ମିନିଟ୍ ମାନେ ସିଝିବାକୁ ଦେବା, କୁକ୍ ହେବାକୁ ଦେବା, ଯେମିତିକି ଆମର ପରିବାଟା ଆମର ବଢ଼ିଆ ସେ ସିଝିଯିବ। ଏ ଭଲସେ ଦେଖନ୍ତୁ ପରିବାଟା ଆମର ବଢ଼ିଆ ସେ ସିଝିଗଲାଣି 6ରୁ 7 ମିନିଟ୍ ପରେ। ଏହି ସମୟରେ କ'ଣ କରିବା ନା, ଯେଉଁ ଚୁଡ଼ା ଆମେ ରଖିଥିଲେ ଧୋଇକି ତାକୁ ଆମେ ଆଡ଼୍ କରିବା। ଦେଖନ୍ତୁ ଚୁଡ଼ାଟା ପୁରା ଗୋଟା ଗୋଟା ଟାଇପ୍ର ଅଛି, ଜମା ବି ପରସ୍ପର ସହିତ ଲାଗିନି। ଏବେ କ'ଣ କରିବ ନା, ଏହି ସମୟରେ ଚୁଡ଼ାକୁ ଆଡ଼୍ କରିକି ଆକୁ ଆମେ ଗୋଳେଇ ନେବା। ଗୋଳେଇ ସାରିଲା ପରେ ଏବେ ଆମେ ଏଥିରେ ନେବା ଗୋଟେ ସିକ୍ରେଟ୍ ଜିନିଷ, ଯେଉଁଥିରେ କି ତାର ଟେଷ୍ଟ ବହୁତ ବଢ଼ିଆ ଆସିବ। ସେ ହେଉଛି 1/2 ଚାମଚ ସୋୟା ସକ୍ସ। ଏଇଟା ଦେବେ, ଦେଖିବେ ଲେମ୍ବୁ ବଦଳରେ ଏଇଟା ଯଦି ଆପଣ ଦେଉଛନ୍ତି ଲେମ୍ବୁ ରସ ବଦଳରେ, ଆ ଟେଷ୍ଟ ବହୁତ ବଢ଼ିଆ ଆସିଥାଏ। ଏବେ ଆକୁ ଆମେ ଭଲସେ ଗୋଳେଇ ନେବା, ଗ୍ୟାସ୍ ଫ୍ଲେମ୍କୁ ଅଫ୍ କରିନେବା। ରେଡ଼ି ହୋଇଗଲା ଆପଣଙ୍କର ମସଲା ଚୁଡ଼ା ଉପମା। ଏଇ ଟାଇପ୍ର ବ୍ରେକଫାଷ୍ଟ ହେଉ କିମ୍ବା ଇଭିନିଂରେ ଚା ସହିତ ଆପଣ ବନେଇକି ଖାଆନ୍ତୁ। କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣାନ୍ତୁ। ରହୁଛି, ପୁଣି ଦେଖା ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତଙ୍କ ଦିନ ଶୁଭଙ୍କର, ଭଲ ରଖିଥାନ୍ତୁ। ବାଏ।